ଦର୍ଶକ ବନ୍ଧୁ ମନେ ରଖନ୍ତୁ। 1 ନମ୍ବର, ଯଦି ବାରମ୍ବାର ହାତରୁ ଲୁଣ ତଳେ ପକାନ୍ତି ତେବେ ଅଶୁଭ ହୋଇଥାଏ ଏବଂ ବୈବାହିକ ଜୀବନରେ କିଛି ସମସ୍ୟା ଦେଖାଦେବାର, ମନମାଳିନ୍ୟ ଦେଖାଦେବାର ସମ୍ଭାବନା ରହିଥାଏ। 2 ନମ୍ବର, ହାତରୁ ବାରମ୍ବାର ତେଲ ଢାଳି ହେବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଘରେ କୌଣସି ସମସ୍ୟା ଦେଖାଦେବା ସହିତ ଋଣଭାର ବୃଦ୍ଧି ହୋଇଥାଏ। 3 ନମ୍ବର, ପୂଜା କରିବା ସମୟରେ ହାତରୁ ଯଦି ପୂଜା ଥାଳି ପଡ଼ିଯାଏ ତେବେ ଅଶୁଭ ହୋଇଥାଏ ଏବଂ ଆଗାମୀ ଦିନରେ କୌଣସି ସମସ୍ୟା ଦେଖାଦେବାର ସଂକେତ ହୋଇଥାଏ। 4 ନମ୍ବର, ଖାଉଥିବା ସମୟରେ ହାତରୁ ଯଦି କୌଣସି ଖାଦ୍ୟ ଜିନିଷ ତଳେ ପଡ଼େ ତେବେ ଅଶୁଭ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ପାଇବା ସହିତ ଆଗାମୀ ସମୟରେ ଦାରିଦ୍ର୍ୟତା ଦେଖାଦେବାର ସଂକେତ ହୋଇଥାଏ। 5 ନମ୍ବର, ଖାଦ୍ୟ ଖାଇବା ସମୟରେ ଯଦି ଖାଦ୍ୟରୁ ବାଳ ବାହାରେ ତେବେ ଅଶୁଭ ହୋଇଥାଏ ଏବଂ ରାହୁଙ୍କର ଖରାପ ପ୍ରଭାବ ପଡ଼ିବା ସହିତ ଅଶୁଭ ସଂକେତ ଦେଇଥାଏ। 6 ନମ୍ବର, ରାହୁଙ୍କର ଖରାପ ପ୍ରଭାବ ହେତୁ ମତିଭ୍ରମର ଶିକାର ହେବାକୁ ପଡ଼ିଥାଏ ଏବଂ ଠିକ୍ ଭୁଲର ନିର୍ଣ୍ଣୟ କରିବା କଷ୍ଟକର ହେବା ସହିତ କୁସଙ୍ଗ ବୃଦ୍ଧି ହୋଇଥାଏ। 7 ନମ୍ବର, ଯଦି ରାହୁ ଅଶୁଭ ପ୍ରଦାନ କରୁଥାନ୍ତି ତେବେ ବ୍ୟବହାରରେ ଅହଙ୍କାରପୂର୍ଣ୍ଣ ବାର୍ତ୍ତାଳାପ ଦେଖା ଦେଇଥାଏ ଏବଂ ମୁଖରୁ ଖରାପ ଅଥବା ଅଭଦ୍ର ଶବ୍ଦ ବାହାରିଥାଏ। 8 ନମ୍ବର, ରାହୁ ଅଶୁଭ ହେଲେ ଆତ୍ମବିଶ୍ୱାସ ଦୁର୍ବଳ ହୋଇଥାଏ ଏବଂ ନିଜ ଉପରେ ଭରସା ଉଠିଯିବା ସହିତ ତାର କୁପ୍ରଭାବ ରୋଜଗାର ଉପରେ ପଡ଼ିଥାଏ। 9 ନମ୍ବର, ରାହୁଙ୍କର ଖରାପ ପ୍ରଭାବ ପଡ଼ିଥିଲେ ଖାଦ୍ୟରୁ ବାଳ ବାହାରିଲେ ସେହି ଖାଦ୍ୟ ଫିଙ୍ଗିଦେବା ଉଚିତ, ଖାଇବା ଉଚିତ ନୁହେଁ ଏବଂ କଳା କୁକୁରକୁ ଖାଦ୍ୟ ଦେବା ଦ୍ୱାରା ଅଶୁଭତ୍ୱ ଦୂର ହୋଇଥାଏ। 10 ନମ୍ବର, ଯଦି କୌଣସି ଲୋକ ଆଇନ କାନୁନ କିମ୍ବା କୌଣସି ନିୟମ ମାନନ୍ତି ନାହିଁ ତେବେ ଅମଙ୍ଗଳକାରୀ ହୋଇଥାଏ ଏବଂ ଗ୍ରହରାଜ ଶନିଙ୍କ କୋପ ଦୃଷ୍ଟିର ଶିକାର ହୋଇଥାଏ। 11 ନମ୍ବର, ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ଗୁରୁ ଏବଂ ଶୁକ୍ର ଗ୍ରହଙ୍କର କମଜୋର ହେବା କାରଣରୁ ଧନର ଅଯଥା ଅପଚୟ ହୋଇଥାଏ। 12 ନମ୍ବର, ଗାଧୋଇ ସାରିବା ପରେ ବାଲ୍ଟିରେ କେବେ ବି ଗାଧୁଆ ପାଣି ଛାଡ଼ିକି ଆସିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ କାଙ୍ଗାଳ ହେବାର ସମ୍ଭାବନା ଦେଖା ଦେଇଥାଏ। 13 ନମ୍ବର, ଗାଧୋଇବା ସମୟରେ ଝଡ଼ିଥିବା ଚୁଟି କେବେ ବି ଗାଧୁଆ ଘରେ ଛାଡ଼ିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ବ୍ୟବସାୟରେ ବାଧାବିଘ୍ନ ଆସିବା ସହିତ ଜୀବନରେ ଉନ୍ନତିରେ ବାଧାପ୍ରାପ୍ତ ହୋଇଥାଏ। 14 ନମ୍ବର, ମନେ ରଖିବେ, ଗାଧୋଇ ସାରିବା ପରେ କେବେ ବି କପଡ଼ା ଧୋଇବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହେବା ସହିତ ଦାରିଦ୍ର୍ୟତା ଦେଖାଦେବାର ସମ୍ଭାବନା ରହିଥାଏ। 15 ନମ୍ବର, ଗାଧୋଇବା ପରେ ଓଦା କପଡ଼ା ଗାଧୁଆ ଘରେ ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଜୀବନରେ ସମ୍ମାନହାନି ହେବାର ସମ୍ଭାବନା ଦେଖା ଦେଇଥାଏ। 16 ନମ୍ବର, ସ୍ତ୍ରୀ ଲୋକମାନେ ଗାଧୋଇବାର ତୁରନ୍ତ ପରେ ସିନ୍ଦୁର ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ମନରେ ଖରାପ ଭାବନା ଆସିବା ସହିତ ଆର୍ଥିକ ସଙ୍କଟ ଦେଖା ଦେଇଥାଏ। 17 ନମ୍ବର, ଠାକୁର ଘରେ ଠାକୁରଙ୍କର ମୂର୍ତ୍ତି କିମ୍ବା ଫଟୋ ଏପରି ରଖିବା ଉଚିତ ଯେପରି ଗୋଟିଏ ଠାକୁରଙ୍କର ଦୃଷ୍ଟି ଅନ୍ୟ ଠାକୁରଙ୍କ ଉପରେ ନ ପଡ଼େ। ଏହା ଅଶୁଭ ହୋଇଥାଏ। 18 ନମ୍ବର, ଠାକୁର ଘରେ କେବେ ବି ଠାକୁରଙ୍କର ମୁହଁ ଘୋଡ଼େଇକି ରଖିବା ଉଚିତ ନୁହେଁ ଏବଂ ଠାକୁର ଘର ଆଡ଼କୁ ଗୋଡ଼ କରି ଶୋଇବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ। 19 ନମ୍ବର, ଘର କେବେ ବି 3 ମାସରୁ ଅଧିକ ସମୟ ଖାଲି ରଖିବା ଉଚିତ ନୁହେଁ ଏବଂ ଘରର ଭଣ୍ଡାର ଘର କେବେ ବି ଖାଲି ରଖିବା ଅନୁଚିତ। ଏହା ଅମଙ୍ଗଳ ହୋଇଥାଏ। 20 ନମ୍ବର, ଯଦି ଘରୁ କୌଣସି କାର୍ଯ୍ୟରେ ସମସ୍ତ ପରିବାର ଯାଉଥାନ୍ତି ତେବେ ଠାକୁର ଘର କେବେ ବି ତାଲା ପକାଇକି ଯିବେ ନାହିଁ। ଏହା ଅଶୁଭ ହୋଇଥାଏ। 21 ନମ୍ବର, ମନ୍ଦିରରେ ଠାକୁର ଦର୍ଶନ କରି ଫେରିବା ସମୟରେ କେବେ ବି ଘଣ୍ଟି ବଜାଇବେ ନାହିଁ। ଏହା ଅଶୁଭ ହୋଇଥାଏ ଏବଂ ଆରତି ନେବା ସମୟରେ କେବେ ବି ଗୋଟିଏ ହାତରେ ଆରତି ନେବେ ନାହିଁ। 22 ନମ୍ବର, ସ୍ତ୍ରୀ ଲୋକମାନେ କେବେ ବି ଦଣ୍ଡବତ ପ୍ରଣାମ କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳାମାନେ କେବେ ବି ଶିବଲିଙ୍ଗ ସ୍ପର୍ଶ କରିବା ଅନୁଚିତ। 23 ନମ୍ବର, ସ୍ତ୍ରୀ ଲୋକମାନେ ମନ୍ଦିରରେ ନଡ଼ିଆ ବାଡ଼େଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ରଜସ୍ୱଳା ମହିଳାମାନେ ମନ୍ଦିରରେ ପ୍ରବେଶ କରିବା ଅନୁଚିତ।
24 ନମ୍ବର। ମନ୍ଦିରରେ ଦୀପ ଜଳାଇବା ସମୟରେ କେବେ ବି ଅନ୍ୟର ଦୀପରେ ନିଜ ଦୀପ ଜଳାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। 25 ନମ୍ବର। ମହିଳାମାନେ କେବେ ବି ହନୁମାନଙ୍କୁ ଏବଂ ଶନିଦେବଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ମନ୍ଦିରରେ ମହିଳାମାନଙ୍କୁ ଭିଡ଼ରେ ଠେଲାପେଲା କରିବା ଦ୍ୱାରା ଅମଙ୍ଗଳକାରୀ ହୋଇଥାଏ। 26 ନମ୍ବର। ପୁରୁଷ ହୁଅନ୍ତୁ କିମ୍ବା ମହିଳା ପୂଜା କରିବା ସମୟରେ ମୁଣ୍ଡକୁ ବସ୍ତ୍ର ଦ୍ୱାରା ଘୋଡ଼ାଇବା ଉଚିତ, ଏହା ଶୁଭ ହୋଇଥାଏ ଏବଂ ଚଞ୍ଚଳ ମନ ସ୍ଥିର ହେବା ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। 27 ନମ୍ବର। ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସୂର୍ଯ୍ୟଙ୍କୁ ଜଳଦାନ କରିବା ଦ୍ୱାରା ହୃଦୟରୋଗ, ଚକ୍ଷୁ ରୋଗ, ହାଡ଼ଜନିତ ସମସ୍ୟା ଏବଂ ପାଚନତନ୍ତ୍ର ସମସ୍ୟା ଦୂର ହୋଇଥାଏ। 28 ନମ୍ବର। ପୂର୍ଣ୍ଣିମା ଏବଂ ଏକାଦଶୀ ବ୍ରତ କରିବା ସହିତ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଚନ୍ଦ୍ରଦୋଷ ଦୂର ହୋଇଥାଏ ଏବଂ ମାନସିକ ରୋଗ, ଭୟ ଏବଂ ଅତ୍ୟଧିକ ନିଦ୍ରାଜନିତ ସମସ୍ୟା ଦୂର ହୋଇଥାଏ। 29 ନମ୍ବର। ମଙ୍ଗଳବାର ବ୍ରତ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଦୁର୍ଘଟଣାଜନିତ ସମସ୍ୟା ଦୂର ହେବା ସହିତ ଉଚ୍ଚ ରକ୍ତଚାପ ଏବଂ ରକ୍ତ ସମ୍ପର୍କିତ ରୋଗ ଦୂର ହୋଇଥାଏ। 30 ନମ୍ବର। ସକାଳୁ ଖାଲି ପେଟରେ ତୁଳସୀ ପତ୍ର ସେବନ କରିବା ଦ୍ୱାରା ବୁଧ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଚର୍ମରୋଗ ସହିତ ସଂକ୍ରାମକ ରୋଗ ମଧ୍ୟ ଦୂର ହୋଇଥାଏ। 31 ନମ୍ବର। ପ୍ରତ୍ୟେକ ଦିନ ହଳଦୀର ତିଳକ ଲଗାଇବା ସହିତ ବିଷ୍ଣୁ ମନ୍ଦିରରେ ସହସ୍ରନାମ ପାଠ କରିବା ଦ୍ୱାରା ଗୁରୁଗ୍ରହ ଦୋଷ ଦୂର ହେବା ସହିତ କ୍ୟାନ୍ସର, କାମଳ ରୋଗ ଏବଂ ପେଟ ସମ୍ପର୍କିତ ରୋଗ ଦୂର ହୋଇଥାଏ। 32 ନମ୍ବର। ଦ୍ୱିପ୍ରହର ଖାଦ୍ୟ ଖାଇବା ସମୟରେ ଦହି ଖାଇବା ଉଚିତ, ଏହାଦ୍ୱାରା ଶୁକ୍ରଦୋଷ ଦୂର ହୋଇଥାଏ ଏବଂ ମଧୁମେହ ସମସ୍ୟା ସହିତ ନେତ୍ରଜନିତ ସମସ୍ୟା ଦୂର ହୋଇଥାଏ। 33 ନମ୍ବର। ସ୍ୱାସ୍ତିକ ଭୋଜନ କରିବା ସହିତ ସକାଳୁ ଓସ୍ତ ଗଛ ମୂଳରେ କିଛି ସମୟ ବସିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ ଏବଂ ଶରୀର ବିକୃତ ସମସ୍ୟା, ଜଟିଳ ରୋଗ ଏବଂ ସ୍ନାୟୁଜନିତ ସମସ୍ୟା ଦୂର ହୋଇଥାଏ। 34 ନମ୍ବର। ଦେହରେ ଚନ୍ଦନ ଅତର ଲଗାଇବା ସହିତ ସ୍ୱାସ୍ତିକ ଭୋଜନ କରିବା ଦ୍ୱାରା ଏବଂ ବେକରେ ତୁଳସୀ ମାଳି ପିନ୍ଧିବା ଦ୍ୱାରା ଅଚିହ୍ନା ରୋଗ ଭଲ ହୋଇଥାଏ। 35 ନମ୍ବର। ପ୍ରତ୍ୟେକ ଦିନ ଉତ୍ତମ ରୂପେ ସ୍ନାନ କରିବା ସହିତ ଧାର୍ମିକ କାର୍ଯ୍ୟରେ ମନ ନିବେଶ କଲେ ମଙ୍ଗଳକାରୀ ହେବା ସହିତ କେତୁ ଗ୍ରହ ଦୋଷ ଦୂର ହୋଇଥାଏ। 36 ନମ୍ବର। ଝାଡ଼ୁରେ କେବେ ବି ଗୋଡ଼ ମାରିବା ଉଚିତ ନୁହେଁ, ଏହାଦ୍ୱାରା ଅଶୁଭ ହେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ଏବଂ ଧନର ଅଭାବ ହୋଇଥାଏ। 37 ନମ୍ବର। ଅଇଁଠା ବାସନ କେବେ ବି ରୋଷେଇ କରୁଥିବା ଚୁଲା ଉପରେ ରଖିବା ଉଚିତ ନୁହେଁ, ଏହାଦ୍ୱାରା ଦୁଃଖ ଏବଂ ଦାରିଦ୍ର୍ୟତା ଆସିବାର ସମ୍ଭାବନା ଦେଖା ଦେଇଥାଏ। 38 ନମ୍ବର। ଦର୍ଶକ ବନ୍ଧୁ ଧ୍ୟାନରେ ଶୁଣନ୍ତୁ, ଗୁରୁବାର ଦିନ ଘରେ କେବେ ବି ଝାଡ଼ୁ ପୋଛା ଲଗାଇବା ଉଚିତ ନୁହେଁ, ଏହାଦ୍ୱାରା ବୃହସ୍ପତି କମଜୋର ହୋଇଥାଏ, ଦାରିଦ୍ର୍ୟତା ଦେଖା ଦେଇଥାଏ। 39 ନମ୍ବର। ମହିଳାମାନେ ସକାଳୁ ଡେରିରେ ଉଠିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।